ଆଜିର ପ୍ରସଙ୍ଗ ଆଲେଖ୍ୟ ସନ୍ତୋଷ କୁମାର ଦାସ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ପୁରୀ ଜିଲ୍ଲାର କାକଟପୁର ଏକ ପ୍ରମୁଖ ଶକ୍ତିପୀଠ ଭାବେ ଜଣାଶୁଣା। ମା ମଙ୍ଗଳାଙ୍କ ମନ୍ଦିର ସହିତ ଜଗନ୍ନାଥ ସଂସ୍କୃତିରେ ରହିଛି ନିବିଡ଼ ସମ୍ପର୍କ। ଲୋକବିଶ୍ୱାସ ରହିଛି ଯେ ପ୍ରତିଦିନ ରାତିରେ ମା ମଙ୍ଗଳା ଶ୍ରୀକ୍ଷେତ୍ର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଭଲମନ୍ଦ ବୁଝି ଆସିଥାନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ନବକଳେବର ଉତ୍ସବ ସମୟରେ ପୁରୀରୁ ଦଇତାପତି ସେବକମାନେ ଆସି ମା ମଙ୍ଗଳାଙ୍କ ନିକଟରେ ଦାରୁମାନଙ୍କ ଠିକଣା ଜାଣିବାକୁ ଗୁହାରିଆ ପଡ଼ିଥାନ୍ତି। ଏଣୁ ମା ମଙ୍ଗଳାଙ୍କୁ ପରମ ବୈଷ୍ଣବୀ, ଯୋଗମାୟା, ମହାମାୟା ଓ ଜଗଜ୍ଜନନୀ ବୋଲି ବିବେଚନା କରାଯାଇଥାଏ। ମଙ୍ଗଳାପୀଠ ବୈଷ୍ଣବୀ ପୀଠର ମାନ୍ୟତା ପାଇଥିଲେ ମଧ୍ୟ ଆଶ୍ୱିନ ମାସରେ ତାଙ୍କୁ ଦୁର୍ଗତିନାଶିନୀ ଦୁର୍ଗା ଭାବେ ବିବେଚନା କରାଯାଇ ଭକ୍ତି ଓ ନିଷ୍ଠାର ସହିତ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିଠାରୁ ମା ମଙ୍ଗଳାଙ୍କ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇ ବିଜୟା ଦଶମୀ ବା ଦଶହରା ଦିନ ଶେଷ ହୋଇଥାଏ। ପ୍ରତ୍ୟେକ ଦିନ ମାଙ୍କ ସ୍ନାନ ମାର୍ଜନା ସମୟରେ ମନ୍ଦିର କବାଟ ବନ୍ଦ ରହୁଥିବା ବେଳେ ଶାରଦୀୟ ପାର୍ବଣ ପ୍ରଥମ ଦିନ କିନ୍ତୁ କବାଟ ଖୋଲା ରହେ। ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଙ୍କ ସ୍ନାନ ଓ ସମ୍ପୂର୍ଣ୍ଣ ଅବୟବ ଦେଖିବାର ସୌଭାଗ୍ୟ ପାଇଥାନ୍ତି। ସ୍ନାନ ପରେ ସୂର୍ଯ୍ୟ ପୂଜା, ବଲ୍ଲଭ ନୀତି ଅନୁଷ୍ଠିତ ହୋଇଥାଏ। ପ୍ରତିଦିନ ପ୍ରାତଃରେ ମନ୍ଦିର ପୁରୋହିତଙ୍କ ଦ୍ୱାରା ଜପ ଓ ମଧ୍ୟାହ୍ନରେ ସପ୍ତଶତୀ ଚଣ୍ଡୀପାଠ ହୋଇଥାଏ। ମୂଳାଷ୍ଟମୀ ତିଥିଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ମାଙ୍କ ନାଲି ଓ କଳା କଲି ବେଶ ଅନୁଷ୍ଠିତ ହୋଇଥାଏ। ଏହା ମାଙ୍କର କୌଣସି ସ୍ୱତନ୍ତ୍ର ବେଶ ନୁହେଁ। ମାଙ୍କୁ ସୁନ୍ଦର ନାଲି ଓ କଳା ଧଡ଼ିଥିବା ଶାଢ଼ୀରେ ସଜ୍ଜିତ କରାଯାଇଥାଏ। ଚଣ୍ଡୀପୁରାଣ ଅନୁସାରେ ପଞ୍ଚମୀ ତିଥିଠାରୁ ମା ମଙ୍ଗଳାଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇଥାଏ। ପଞ୍ଚମୀ ତିଥିଠାରୁ ମହାଷ୍ଟମୀ ଦିନ ପର୍ଯ୍ୟନ୍ତ ବିଳମ୍ବିତ ରାତିରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁସଜ୍ଜିତ ବିମାନରେ ପାର୍ବଣ ମଣ୍ଡପକୁ ନିଆଯାଇ ରତ୍ନଗିରି ବିଜେ ନୀତି ଅନୁଷ୍ଠିତ କରାଯାଇଥାଏ। ଏହାକୁ ମାଙ୍କ ଭ୍ରମଣ ନୀତି ବୋଲି କୁହାଯାଇଥାଏ। ବିଶ୍ୱାସ ରହିଛି ଯେ ମା ମହିଷାସୁରକୁ ଠାବ କରିବାକୁ ଭ୍ରମଣ କରିଥାନ୍ତି। ଅମାବାସ୍ୟା ଦିନ ମାଙ୍କୁ ପାଦପଦ୍ମ, କାଠରେ ତିଆରି ଗୋଡ଼ ଲାଗି କରାଯାଇଥାଏ। ପଞ୍ଚମୀ ତିଥିରେ ମାଙ୍କୁ ତୀରକମାଣ ବା ରଘୁନାଥ ବେଶରେ ସଜ୍ଜିତ କରାଯାଇଥାଏ। ପାଦପଦ୍ମ ଲାଗି ସହିତ ମାଙ୍କ ହାତରେ ଧନୁ, ତୀର, କମାଣ ଆଦି ଅସ୍ତ୍ରଶସ୍ତ୍ର ଲାଗି କରାଯାଇଥାଏ। ଷଷ୍ଠୀ ତିଥିରେ ମାଙ୍କ କାତି ଖର୍ପର ବେଶ ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ମାଙ୍କ ନିକଟରେ ଲାଗି ହୋଇଥିବା ଅସ୍ତ୍ରଶସ୍ତ୍ର ସହିତ ଏକ ଖଣ୍ଡା, ଖର୍ପର, ସରା ଲାଗି କରାଯାଇଥାଏ। ମହାସପ୍ତମୀ ତିଥିରେ ମାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ମାଙ୍କ ନିକଟରେ ଲାଗି ହୋଇଥିବା ଅସ୍ତ୍ରଶସ୍ତ୍ର ସହିତ ଏକ କାଠରେ ନିର୍ମିତ ସିଂହକୁ ମାଙ୍କ ନିକଟରେ ଏପରି ଲାଗି କରାଯାଏ, ଲାଗେ ଯେପରି ମା ସିଂହ ଉପରେ ଉପବେଶନ କରିଛନ୍ତି। ମହିଷାସୁର ସହିତ ଯୁଦ୍ଧ ପୂର୍ବରୁ ମା ଦୁର୍ଗା ସିଂହକୁ ବାହନ ରୂପେ ପାଇଥିଲେ। ସେଥିପାଇଁ ମା ମଙ୍ଗଳାଙ୍କୁ ସିଂହବାହିନୀ ବେଶରେ ସଜ୍ଜିତ କରାଯାଇଥାଏ। ଶାରଦୀୟ ପାର୍ବଣ ପୂଜାରେ ମାଙ୍କ ଅନୁଷ୍ଠିତ ବେଶଗୁଡ଼ିକ ମଧ୍ୟରୁ ଏହି ବେଶ ପ୍ରସିଦ୍ଧ। ଏହି ଦିନ ମାଙ୍କ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥାଏ। ମହାଷ୍ଟମୀ ଦିନ ମାଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଇଥାଏ। କାଠ ଓ ମାଟିରେ ନିର୍ମିତ ମହିଷାସୁରକୁ ମାଙ୍କ ପାଦ ତଳେ ବାମ ପାର୍ଶ୍ୱରେ ସଜ୍ଜିତ କରାଯାଇ ମାଙ୍କ ହାତରେ ଏକ ତ୍ରିଶୂଳକୁ ଏପରି ଲାଗି କରାଯାଇଥାଏ ଯେ ତ୍ରିଶୂଳଟି ମହିଷାସୁରର ବକ୍ଷ ବା ଛାତି ଭେଦ କରିଛି। ଏହି ବେଶରେ ମାଙ୍କ ଶାନ୍ତ ସରଳ ଆଖିଦ୍ୱୟ ନାଲି ପଡ଼ି ଭୟଙ୍କର ଦେଖାଯାଇଥାଏ। ବିଳମ୍ବିତ ରାତିରେ ସନ୍ଧି ପୂଜା ଓ କୁଷ୍ମାଣ୍ଡ ବଳି ନୀତି ଅନୁଷ୍ଠିତ ହୋଇଥାଏ। ଅତୀତରେ ମାଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି କରାଯାଏ। ମାଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ରଙ୍ଗୀନ ଆଲୋକ, ବାଦ୍ୟ ଓ ଆତସବାଜିର ପଟୁଆରରେ ନିକଟସ୍ଥ ସୋମେଶ୍ୱର ଶମ୍ଭୁ ମନ୍ଦିରକୁ ନିଆଯାଇ ସେଠାରେ ହରଦୁର୍ଗା ଭେଟ ନୀତି ଅନୁଷ୍ଠିତ ହୋଇଥାଏ। ମାଙ୍କ ସମ୍ମୁଖରେ ମଇଁଷି ବଳି ଦିଆଯାଉଥିଲା, କିନ୍ତୁ ଏବେ ଆଉ ସେ ପ୍ରଥା ନାହିଁ। ଏବେ କୁଷ୍ମାଣ୍ଡ ବଳି ଦିଆଯାଉଛି। ମହାନବମୀ ତିଥିରେ ମାଙ୍କ ଉଗ୍ର ରୂପକୁ ଶାନ୍ତ କରିବାକୁ ଶାନ୍ତି ପୂଜା ଓ ମାଙ୍କ ଶାନ୍ତି ବେଶ ଅନୁଷ୍ଠିତ ହୋଇଥାଏ। ବର୍ଷକ ମଧ୍ୟରେ ଏହି ଦିନ କେବଳ ମାଙ୍କୁ ନାଲି ରଙ୍ଗର ମନ୍ଦାର ବଦଳରେ ଧଳା ରଙ୍ଗର ମନ୍ଦାର ଓ ଫୁଲ ଲାଗି ହେଉଥିବା ବେଳେ ମାଙ୍କୁ ଧଳା ରଙ୍ଗର ଶାଢ଼ୀ ପିନ୍ଧାଯାଇଥାଏ। ଏମିତି ଭାବେ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇଥିବା ମା ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିଥାଏ।